ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 3 ଜଣ ଗିରଫ। ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ 2 ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି 5 ଜଣ ଯୁବକ ଗଣ ବଳାତ୍କାର କରିଥିବା ଅଭିଯୋଗ। ବୁଧବାର ରାତିରେ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି 3 ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ 2 ଜଣ ଯୁବତୀ ଅନୁଗୁଳ VIP ରୋଡ ଗଳିରେ ବସିଥିଲେ। ଏଠାକୁ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହାର କିଛି ସମୟ ପରେ ଏକ କାର ଓ ମୋଟରସାଇକେଲ ଯୋଗେ ଆଗପଛ ହୋଇ 5 ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ଉଦ୍ୟାନ ପଛପାଖରେ ଥିବା ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟର ଭିତରେ ଯୁବତୀଙ୍କୁ ସାମୟିକ ଭାବେ ରହିବାର ବ୍ୟବସ୍ଥା କରିଦେବା ବାହାନାରେ 2 ଯୁବତୀଙ୍କୁ ଧରି ସୋଭିଏତ ଜିନ୍ଦଲ ବିମାନ ଘାଟି ରାସ୍ତାରେ ଯାଇ ନେଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ। ଜଙ୍ଗଲ ଭିତରେ 4 ଜଣ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ 2 ଯୁବତୀଙ୍କୁ ବଳାତ୍କାର କରିଥିଲେ। ସେଠାରୁ ଆସି ରାତ୍ରିରେ ଯୁବତୀମାନେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ବଡ଼ହୀରା ଗାଁର ହୃଦୟ ଚନ୍ଦ୍ର ପ୍ରଧାନ, ଜଗତସିଂହପୁରର ଅସିତ କୁମାର ସାହୁ ଆଦି 3 ଜଣଙ୍କୁ ଗିରଫ କରିଛି। ଅନ୍ୟ 2 ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଆଉ ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତମାନଙ୍କୁ ଠାବ କରାଯାଇଥିବାରୁ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଅନୁଗୁଳ ଜିଲ୍ଲାରୁ ପ୍ରଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।